ମଟରର ସିଜନ୍ ଶେଷ ହେବା ପୂର୍ବରୁ ଆପଣମାନେ ଏହି ରେସିପିଟି ନିଶ୍ଚୟ ଟ୍ରାଏ କରି ଘରେ ଦେଖନ୍ତୁ। ଆପଣମାନଙ୍କୁ ବହୁତ ଭଲ ଲାଗିବ। ୟାକୁ ଆପଣ ବ୍ରେକଫାଷ୍ଟ, ଡିନର, ସ୍ନାକ୍ସରେ ବି ଖାଇପାରିବେ। ନମସ୍କାର, ମୁଁ ରୋଜାଲିନ୍ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଓଡ଼ିଆ ଫ୍ଲେଭର୍ସକୁ। ଏଠି ମୁଁ ମଟର ନେଇଛି 5 କପ୍। ଯେହେତୁ ମୋର ଇଏ ଫ୍ରିଜରରେ ଥିଲା, ଆକୁ ମୁଁ ନର୍ମାଲକୁ ଆଣିବା ପାଇଁ ହେଲେ ମୋତେ 5 ମିନିଟ୍ ପାଣିରେ ଭିଜେଇ ରଖିବା ପାଇଁ ପଡ଼ିବ। ତ ମୁଁ ଏଠି ମଟରକୁ ଭିଜେଇ ଦେଇଛି ପାଣିରେ। ମଟର ପାଣିରେ ଭିଜୁଥିବା ଭିତରେ ମୋତେ ଗୋଟେ ଡୋ ପ୍ରିପେୟାର କରିବା ପାଇଁ ପଡ଼ିବ। ସେଥିପାଇଁ ମୁଁ ନେଇଛି 5 କପ୍ ମଇଦା, 3 ଚାମଚ ଅଏଲ୍, 1 ଚାମଚ କଳା ଜିରା, 1 ଚାମଚ ଲୁଣ। ଆପଣମାନେ ଏପରି ଭାବେ ମଇଦାକୁ ଭଲସେ ଖାସ୍ତା କରିନେବେ। ଖାସ୍ତା କଲେ ଆମର ଡୋଟା ସଫ୍ଟ ରୁହେ, ଆଉ ଆମେ ଯେଉଁଟା ବନଉଛେ ସେଇଟା ବି ସଫ୍ଟ ଲାଗିବ ଖାଇବା ପାଇଁ। ତ ଏଠି ମୋର ଖାସ୍ତା ହେଇ ଆସିଲା। ଏଥିରେ ଆମେ ପାଣି ଦେଇ ସେଇ ଡୋଟା ପ୍ରସ୍ତୁତ କରିବା। ଏମିତି ଅଳ୍ପ ଅଳ୍ପ ପାଣି ଦେଇକରି ଡୋକୁ ପ୍ରସ୍ତୁତ କରିବେ। ଏହିପରି ଭାବେ ଦଳିକି ଆପଣ ଡୋକୁ ସଫ୍ଟ କରିପାରିବେ। ଦେଖନ୍ତୁ ଆମର ଡୋ କେତେ ସଫ୍ଟ ହେଇ ଆସିଲାଣି। ଏଠି ଆମେ ବନେଇବା ମଟରର ଗୋଟେ ପୁର। ତ ସେଥିପାଇଁ ମୁଁ ଏଠି ନେଇଛି 1 ଚାମଚ ଜିରା। ରସୁଣ ମୁଁ ନେଇଛି ଏଠି 20-25ଟା। ଏଥିରେ ରସୁଣ ଟିକେ ଅଧିକ ହେଲେ ଟେଷ୍ଟ ଭଲ ଆସେ। ଖଣ୍ଡେ ଛୋଟ ଅଦା ନେଇଛି, 4ଟି ଲଙ୍କା, କଞ୍ଚା ଲଙ୍କା। ତାକୁ ଟିକେ ମିକ୍ସିରେ ଫାଷ୍ଟ ଆମେ ଗ୍ରାଇଣ୍ଡିଙ୍ଗ କରିଦେବା। ଗ୍ରାଇଣ୍ଡିଙ୍ଗ କଲେ ଜିରାଟା ଟିକେ ଭାଙ୍ଗିଯିବ। ତାପରେ ଏଥିରେ ମୁଁ ଭେଜା ଯାଇଥିବା ମଟରକୁ ପକେଇଲି। ତମେ ଅଳ୍ପ ଅଳ୍ପ କରି, ବେଶୀ ମିକ୍ସିରେ ପେଷ୍ଟ କରିବନି, ଟିକେ ଦରଦର ପେଷ୍ଟ ହେବା ଦରକାର। ମଟର ଟିକେ ଦେଖାଯାଉଥିବା ଦରକାର। ତ ଏହିପରି ଭାବେ ଆପଣ ପେଷ୍ଟ କରିନେବେ। ଏଠି ମୁଁ ମଟର ସବୁତକ ଗ୍ରାଇଣ୍ଡିଙ୍ଗ କରିନେଲି। ତାପରେ ପ୍ରସ୍ତୁତ କରିବା ପୁର। ପୁର ପାଇଁ ମୁଁ ନେଇଛି ଏଠି 2 ଚାମଚ ଅଏଲ୍। ସେଥିରେ 1 ଚାମଚ ଜିରା ଫୁଟେଇଛି, 1 ଚାମଚ ହିଙ୍ଗ ପକେଇଛି, ତାପରେ 1 କପ୍ ବେସନ। ଏହିପରି ଭାବେ ଆପଣ ଭାଜି ନେବେ। ଦେଖନ୍ତୁ ଏଠି ଆମର ବେସନ ଟିକେ ପେଷ୍ଟ ହେଲା ପରେ ଦେଖାଗଲାଣି। ତାପରେ ଗ୍ରାଇଣ୍ଡିଙ୍ଗ ହେଇଥିବା ମଟର ଗୁଡାକୁ ପକେଇବା। ସେଥିରେ କିଛି ହଳଦୀ 1 ଚାମଚ, ଲୁଣ 2 ଚାମଚ। ଏପରି ଭାବେ ମିକ୍ସ କରି ତାକୁ ଭାଜି ନେବା। ଦେଖିବେ ମଟରକୁ ଏହିପରି ଭାଜିଲେ ସେଥିରେ ଥିବା ପାଣି ସବୁ ଶୁଖିଯିବ। ଦେଖନ୍ତୁ ମଟର ଏଠି ଆମର ସିଝି ଆସିଲାଣି, ବହୁତ ଭଲସେ ହେଇଯାଇଛି। ତାପରେ ଆମେ ଯେଉଁ ଡୋ ପ୍ରସ୍ତୁତ କରିଥିଲେ ତାକୁ ଆଣି ଏହିପରି ଭାବେ ଛୋଟ ଛୋଟ ଗୋଳା ପ୍ରସ୍ତୁତ କରି ନେବା। ଏହିପରି ଭାବେ ଆପଣମାନେ ମଟରର ପୁର ଦେଇ ଗୋଟେ ଗୋଟେ ଗୋଳା ପ୍ରସ୍ତୁତ କରିନେବେ। ଧୀରେ ଧୀରେ କରି ବେଲି ନେବେ। ଦେଖିବେ ଯେମିତି ମଟର ବାହାରକୁ ବାହାରି ନ ଆସେ। ଏପରି ଭାବେ ଆପଣମାନେ ଗୋଟେ ପରେ ଗୋଟେ
ବେଲି ନେବେ। ପୁରୀର ଦୁଇ ସାଇଡ୍ ଟିକେ ଅରେଞ୍ଜ କଲର୍ ହୋଇ ଆସିଲେ ତାକୁ ଆପଣ କାଢ଼ି ନେବେ। ଦେଖନ୍ତୁ ମୋର ସବୁ ପୁରୀ ହେଇ ଆସିଛି। ଏଠି ପୁରୀ କେତେ ଟେଷ୍ଟି ଦେଖାଯାଉଛି। ଆପଣମାନେ ଘରେ ନିଶ୍ଚୟ ବନାନ୍ତୁ ଆଉ ଖାଆନ୍ତୁ। ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଜଣାନ୍ତୁ।